ସାଙ୍ଗମାନେ ଆଜି ମୁଁ ଗୋଟେ ବହୁତ ମୂଲ୍ୟବାନ ଗଛ ବିଷୟରେ ଆପଣଙ୍କ ସହିତ ସେୟାର କରିବି। ଯେଉଁ ଗଛ କି ଘର ପାଇଁ ବହୁତ ଶୁଭ, ସେଇ ଗଛର ନାମ ହେଲା ଜେଡ୍ ପ୍ଲାଣ୍ଟ। ଯାହା ଘର ପାଇଁ କେବଳ ଶୁଭ ତା ନୁହେଁ, ଏଇ ଗଛ ଦେହ ପାଇଁ ମଧ୍ୟ ବହୁତ ଉପଯୋଗୀ। ଏଇ ଗଛକୁ ଆପଣ ଘର ଭିତରେ ରଖିଲେ ଶରୀର ଅସୁସ୍ଥ ହେବାକୁ ଦେଇନଥାଏ। ଆଉ ଏଇ ଗଛକୁ ଲକ୍ଷ୍ମୀଙ୍କ ପ୍ରିୟ ଗଛ ବୋଲି ମାନନ୍ତି। ତ ଏଇଟା ହେଉଛି ଗୋଟେ ଲକ୍ଷ୍ମୀଙ୍କ ଗଛ, ଆଉ ଗୋଟେ ହେଲେ କୁବେର ଗଛ। ମାନେ ଦୁଇଟା ଯାକ ଧନ ବୃଦ୍ଧି ପାଇଁ ଲଗେଇଥାନ୍ତି। ଘର ପାଇଁ ବହୁତ ଶୁଭ ହୋଇଥାଏ। ତ ଏଇ ଗଛ ଘର ସାମ୍ନାରେ ରହିଲେ ବହୁତ ଶୁଭଦାୟକ ହୋଇଥାଏ। ପ୍ରତ୍ୟେକ ଦିନ ଏଇ ଜେଡ୍ ପ୍ଲାଣ୍ଟ ଗଛକୁ ଯଦି ସକାଳୁ ଉଠି ଦେଖନ୍ତି ତାହେଲେ ବହୁତ ଶୁଭ ହୋଇଥାଏ ବୋଲି ମାନନ୍ତି। ନହେବା କାମ ମଧ୍ୟ ସଫଳ ହୋଇଥାଏ। ତ ଏଇ ଗଛ ଲଗେଇବାକୁ ଜମା କଷ୍ଟ କରିବାକୁ ପଡ଼ିବନି, ବହୁତ ଆସାନରେ ଏଇ ଗଛ ଲାଗିଯାଇଥାଏ। ଏଇ ଗଛର ଡାଳ ହେଉ କିମ୍ବା ଛୋଟ ଛୋଟ ପତ୍ର ଯେଉଁ ବାହାରିଥାଏ ସାଇଡ଼୍ରୁ, ସେ ବଡ଼ ପାକଳ ହୋଇଥିବା ପତ୍ରକୁ ବି ମଧ୍ୟ ଲଗେଇ ପାରିବେ। ସବୁ କିଛିର ଚେର ବହୁତ ଜଲ୍ଦି ବାହାରିଥାଏ। ଯଦି ଆପଣଙ୍କ ଘରେ ଏଇ ଭଲ ଆଉ ଶୁଭଦାୟକ ଗଛ ନାହିଁ, ତେବେ ଜଲ୍ଦି ଲଗେଇ ଦିଅନ୍ତୁ। ଲଗାଇବାର କିଛି ଦିନ ପରେ ତା'ର ଭଲ ପ୍ରଭାବ ମଧ୍ୟ ଦେଖନ୍ତୁ। ବହୁତ ବଢ଼ିଆ ଗଛ। ତ ଏଇଠି ମୁଁ କିଛି ଚାରା କରିଥିଲି ଆପଣଙ୍କୁ ଦେଖାଉଛି। ଛୋଟ ଛୋଟ ଡାଳ କାଟିକି ଏମିତି ବି ମଧ୍ୟ ଚାରା ବନେଇ ପାରିବେ। ଯଦି ରିଲେଟିଭ୍ ଘରେ କେଉଁଠି ଦେଖୁଛନ୍ତି, ତାହେଲେ ଖଣ୍ଡେ ଏମିତି ଛୋଟ ଡାଳଟି ମାଗି ଆଣନ୍ତୁ, ଆପଣଙ୍କ କାମ ବହୁତ ସହଜ ହେଇଯିବ। ଆଉ ଏଇଟାକୁ ଆପଣ ଲଗେଇକି କିଛି ଦିନ ରଖିଲା ପରେ ତା ମୂଳରେ କିଛି ପଇସା ରଖିବେ। ଯେମିତି ଟଙ୍କାଟେ ହେଉ 2 ଟଙ୍କା ହେଉ, ସେଇଟା ଆହୁରି ଶୁଭ ହେଇଥାଏ। ମାନେ ଧନ ବଢ଼େଇବା ବା ଧନକୁ ଆକର୍ଷିତ କରିବା ପାଇଁ ସେଇଟା ଗୋଟେ ସୁନ୍ଦର ଉପାୟଟେ। ମୁଁ ଏଠି ଯେଉଁଟା ଗଛର ମଦର ପ୍ଲାଣ୍ଟ ମାନେ ଯେଉଁଟା ପ୍ରଥମେ ଲଗେଇଥିଲି ତାରି ଗଛ ମୂଳରେ ମୁଁ ଟଙ୍କାଟେ ରଖିଛି। ତାପରେ ଏଇଠି ଦେଖନ୍ତୁ ଡାଳ ଗୁଡ଼ା କାଟିକି ସବୁ ଥୋଇଥିଲି, ମାଟିରେ ପୋତିଥିଲି। ତ ସେଗୁଡ଼ାକ ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ଛୋଟିଆ ଛୋଟିଆ ଚେର ବାହାରିଛି। ଆଉ ଗୋଟେ ଉପାଡ଼ିକି ଆପଣଙ୍କୁ ଦେଖାଉଛି। ଦେଖନ୍ତୁ କେତେ ଆରାମସେ ଏଇଟା ଲାଗିଯାଇଛି। ଆଉ ଏକୁ ଆପଣ ମାନେ କୌଣସି ଏତେ ପରିଶ୍ରମ କରିବାକୁ ପଡ଼ିବନି, କି ସେମିତି ବେଶୀ ବଡ଼ ପୋଟ୍ ବି ଆବଶ୍ୟକ ନାହିଁ। ଛୋଟ ଛୋଟ କପ୍, ଛୋଟ ଛୋଟ 1 ଗ୍ରୋ ବେଗ୍, ପଲିଥିନ୍ ବେଗ୍ରେ ବି ମଧ୍ୟ ଲଗେଇ ପାରିବେ। ତା ଛଡ଼ା ମୂଳକୁ ପାକଳ ହେବା ପାଇଁ ବା ଅଧିକା ଦିନ ମୋଟା ହେବା ପାଇଁ ଅଧିକା ଦିନ ତାକୁ ସେମିତିକା ରଖିବେ। ଆଉ ଏକୁ ପାଣି ଯେତେ କମ୍ ଦେବେ, ସବୁବେଳେ ପାଣି ଦେବା ବେଳେ ଚେଷ୍ଟା କରିବେ ଫିସ୍ ଆମ୍ଲେସନ୍ ୱାଟର୍ ଦେବା ପାଇଁ, ଯେଉଁଟାକି ଗଛକୁ ଗ୍ରୋ କରିବାରେ ବି ବହୁତ ହି ସାହାଯ୍ୟ କରିଥାଏ। ମୂଳ ମୋଟା ଆଣିବାରେ ବି ସାହାଯ୍ୟ କରିଥାଏ, ମାନେ ଯାହାକୁ ଆମେ କୁହନ୍ତି କାଣ୍ଡ ମୋଟା କରିବାରେ ମାନେ ହେଲ୍ପ କରେ। ତ ସେମିତିକା ଆମର ଫିସ୍ ଆମ୍ଲେସନ୍ ପାଣିଟା ବହୁତ ବଢ଼ିଆ କାମ କରେ, ଯାହାକି ଫଙ୍ଗସ୍ ଲାଗିବାକୁ ଦିଏନି। ଆଉ ଗଛକୁ ବି ମଧ୍ୟ ବହୁତ ସୁସ୍ଥ। କୁବେର ଗଛ ଆଉ ଗୋଟେ ହେଲା ଜେଡ୍ ପ୍ଲାଣ୍ଟ ମାନେ ଲକ୍ଷ୍ମୀଙ୍କ ଗଛ। ଏ ଦୁଇଟା ଗଛକୁ ଦେଖନ୍ତୁ, ଦୁଇଟା ଯାକ ଗଛ ଏକା ଭଳିଆ ଦେଖିବାକୁ, କିନ୍ତୁ ପତ୍ରର ସେପ୍ ଯଦି ଆପଣ ଦେଖିବେ, ପତ୍ରଟା ଦେଖିଲେ ଟିକେ ଧ୍ୟାନ ଦେଇକି ଆପଣଙ୍କୁ ନିଶ୍ଚିତ ଭାବରେ ଅଲଗା ଲାଗିବ। ଗୋଟେ ହେଲା ଲମ୍ବାଳିଆ ପତ୍ର, ଆଉ ଗୋଟେ ହେଲା ପାନପତ୍ର ସେପ୍ରେ ରହିଥିବା ଗୋଟେ ପତ୍ର। ଆଉ ଦୁଇଟି ଯାକ ସୁନ୍ଦର ଦେଖାଯାଏ। ପାଣି ଦେଖିପାରୁଥିବେ ମୁଁ ବହୁତ କମ୍ ଦେଉଛି, ଯେଉଁଥିପାଇଁ ମାଟି ମଏଶ୍ଚର୍ ବହୁତ ହି ଡ୍ରାଏ ରହୁଛି। ଆଉ ଗଛ ବି ଦେଖିପାରୁଥିବେ ପତ୍ର ଏମିତିକା ଟିକେ କୁଚାଳିଆ ରହିଛି, ପାନପତ୍ର ସେପ୍ ଯେଉଁଟାକି ଲକ୍ଷ୍ମୀ ଜେଡ୍ ପ୍ଲାଣ୍ଟଟା। କାରଣ ପାଣି ଯେତେ କମ୍ ଦେବେ ଗଛଟା ସେତେ ଭଲ ରହିବ, ନହେଲେ ମୂଳ ପଚିଯିବ ବାରମ୍ବାର ପାଣି ଦେବା ଯୋଗେ। ସେଥିପାଇଁ ଗଛ ଏମିତିଆ ପତ୍ର ମାନେ କୁଚା କୁଚି ହେଇଗଲା ପରେ ଯାଇକି ମୁଁ ପାଣି ଦିଏ, ବହୁତ କମ୍ ଦିଏ। ଏଇଠି ଦେଖନ୍ତୁ